ଏକ ଛୋଟ ଗାଁରେ ଗାୟତ୍ରୀ ଦେବୀ ନାମକ ଜଣେ ବୃଦ୍ଧା ମହିଳା ରହୁଥିଲେ। ତାଙ୍କର ପୁଅ ରାଜେଶ, ବୋହୂ ନନ୍ଦିନୀ ଓ ବିବାହିତ ଝିଅ ପୂର୍ଣ୍ଣିମା ସହ ସେହି ଘରେ ରହୁଥିଲେ। ଗାୟତ୍ରୀ ଦେବୀଙ୍କ ପାଖରେ ବହୁ ଦିନର ଏକ ପୁରୁଣା କାଠର ବାକ୍ସ ଥିଲା। ସେ ବାକ୍ସକୁ କେବେ କାହାକୁ ଛୁଇଁବାକୁ ଦେଉନଥିଲେ। ଗାଁରେ ସମସ୍ତେ ଭାବୁଥିଲେ ସେଥିରେ ବହୁତ ସୁନା ଗହଣା ଲୁଚି ରହିଛି, କିନ୍ତୁ ସତ୍ୟ କେହି ଜାଣିନଥିଲେ। ଗୋଟିଏ ଦିନ ଗାୟତ୍ରୀ ଦେବୀ ଘରର ସମସ୍ତଙ୍କୁ ଡାକି କହିଲେ, ମୋର ବୟସ ବହୁତ ହୋଇଗଲାଣି, ମୋର ଗୋଟିଏ ଶେଷ ଇଚ୍ଛା ଅଛି। ମା, ଏମିତି କଥା କାହିଁକି କହୁଛୁ? ମୋ କଥା ଶୁଣ, ଏଇ ବାକ୍ସକୁ ମୋ ମୃତ୍ୟୁ ପୂର୍ବରୁ କେହି ଖୋଲିବ ନାହିଁ। ଯିଏ ମୋର ଶେଷ ଇଚ୍ଛାକୁ ସମ୍ମାନ ଦେବ, ଏହି ବାକ୍ସଟି ତାର ହବ। ଏହି କଥା ଶୁଣି ଝିଅ ପୂର୍ଣ୍ଣିମା ମନରେ ଲୋଭ ଜନ୍ମ ନେଲା। ସେ ଭାବିଲା ବାକ୍ସରେ ନିଶ୍ଚୟ ବହୁତ ସମ୍ପତ୍ତି ଅଛି। କିନ୍ତୁ ବୋହୂ ନନ୍ଦିନୀ ଏହି କଥାକୁ ଗୁରୁତ୍ୱ ଦେଲା ନାହିଁ। ସେ କହିଲା, ମାଙ୍କ ଇଚ୍ଛା ହିଁ ଆମ ପାଇଁ ସବୁଠାରୁ ବଡ଼। ବାକ୍ସରେ କ'ଣ ଅଛି ତାହା ଜାଣିବା ବଡ଼ କଥା ନୁହଁ। ସେହି ରାତିରେ ପୂର୍ଣ୍ଣିମା ଚୁପଚାପ ଉଠି ବାକ୍ସ ଖୋଲିବାକୁ ଚେଷ୍ଟା କଲା। ଠିକ୍ ସେତିକି ବେଳେ ନନ୍ଦିନୀ ତାଙ୍କୁ ଦେଖିଦେଲା ଆଉ କହିଲା, ଦିଦି, ଏହା କରନ୍ତୁ ନାହିଁ, ମାଙ୍କ ବିଶ୍ୱାସ ଭାଙ୍ଗିଯିବ। ତୁ ଜାଣୁନାହୁଁ ଏଥିରେ କେତେ ସୁନା ଥାଇପାରେ। ସୁନାଠାରୁ ବଡ଼ ହେଉଛି ମାଙ୍କ ବିଶ୍ୱାସ। ଏମିତି କହି ପୂର୍ଣ୍ଣିମା ନନ୍ଦିନୀ କଥା ଶୁଣିଲା ନାହିଁ। ପରଦିନ ସକାଳେ ଗାୟତ୍ରୀ ଦେବୀ ସବୁ କିଛି ବୁଝିଗଲେ, କିନ୍ତୁ ସେ କିଛି କହିଲେ ନାହିଁ। କେବଳ ହସି କହିଲେ, ଆସନ୍ତାକାଲି ମୁଁ ନିଜେ ହିଁ ବାକ୍ସ ଖୋଲିବି। ସେତେବେଳେ ତୁମେ ସମସ୍ତେ ସତ ଜାଣିପାରିବ। ସେହି ରାତିରେ ଘରର କେହି ଶାନ୍ତିରେ ଶୋଇପାରିଲେ ନାହିଁ। ବାକ୍ସ ଭିତରେ କ'ଣ ଅଛି, ସମ୍ପତ୍ତି ନା ଆଉ କ'ଣ? ଖାସ୍ କରି ତା ଝିଅ ପୂର୍ଣ୍ଣିମା ଆଖିରେ ଜମା ନିଦ ଆସିନଥାଏ। ସେ ଭାବୁଥାଏ ମା ତା ବାକ୍ସରେ କ'ଣ ରଖିଛି। ଆପଣମାନେ ଯଦି ଚାହୁଁଛନ୍ତି ବାକ୍ସ ଭିତରେ କ'ଣ ଅଛି, ତାହେଲେ ଆପଣମାନେ ପାର୍ଟ 2 ପାଇଁ ଅପେକ୍ଷା କରନ୍ତୁ। ଜଲ୍ଦି ଆସିବ। ଆଉ ଆପଣମାନେ କେତେଜଣ ପାର୍ଟ 2 ଦେଖିବା ପାଇଁ ଇଣ୍ଟରେଷ୍ଟ ଅଛ ତାହା କମେଣ୍ଟରେ ଜଣାଇବ।